ହଁ ଦର୍ଶକ ବନ୍ଧୁ, ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଖବର ନେଇକି ଆସିଛି, ଯାହାକି ଦେଶ ବିଦେଶ ଠାରୁ ସବୁ ପ୍ରତ୍ୟେକ ଖବର ଦେଖିପାରିବେ ଆମ ଚ୍ୟାନେଲ ମାଧ୍ୟମରେ। ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ ଆପଣ। ଆଜିର ପ୍ରଥମ ଖବର, ଯାହାକି ଚାଲନ୍ତୁ ଖବର ଉପରେ ନଜର ପକାଇବା। ଆସନ୍ତା 30 ତାରିଖ ଗଞ୍ଜାମ ଯିବେ ନବୀନ ପଟ୍ଟନାୟକ। ଏହାର କାରଣ ଜାଣିଛନ୍ତି କି? ଆସନ୍ତା 30 ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ନିର୍ବାଚନ ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ତାଙ୍କ ଗସ୍ତ ପାଇଁ ବର୍ତ୍ତମାନ ଗଞ୍ଜାମ ବିଜେଡି ବେଶ ଉତ୍କଣ୍ଠା ପ୍ରକାଶ ପାଇବେ। ପରବର୍ତ୍ତୀ ଖବର, ଜାନୁଆରୀରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ। ନୂଆ ବର୍ଷ 2025 ଆରମ୍ଭ ହେବାକୁ ଯାଉଛି ଏବଂ ଆପଣ ଜାଣିବା ଉଚିତ ଯେ ବ୍ୟାଙ୍କ ଛୁଟି ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀ କେଉଁ ରହିବ। ଜାନୁଆରୀରେ ବ୍ୟାଙ୍କଗୁଡ଼ିକ ମୋଟ 15 ଦିନ ଛୁଟି ରହିବ। ଏଥି ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ପ୍ରତ୍ୟେକ ସାପ୍ତାହିକ ଛୁଟି ରବିବାର ଅନୁଭୁକ୍ତ। ଜାନୁଆରୀ ଆରମ୍ଭ ଜାନୁଆରୀ 1ରୁ ଛୁଟି ଦିନରୁ ନୂତନ ବର୍ଷ ଏବଂ ନୂତନ ମାସ ଆରମ୍ଭ ହେବ। ମହାରାଷ୍ଟ୍ରରେ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିଛି ଏନସିପି। ଅଜିତ ପାୱାର ଗୋଷ୍ଠୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛି। ଏନେଇ ଦଳର ମୁଖ୍ୟ ଅଜିତ ପାୱାର 11 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ବିଜେପିର ସହ ମେଣ୍ଟ କରି ନିର୍ବାଚନ ଲଢ଼ିବା ଏନସିପି ଅଜିତ ପାୱାର ଗୋଷ୍ଠୀ ଦିଲ୍ଲୀରେ କିନ୍ତୁ ବିଜେପି ବିରୋଧରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ଫସଲ କ୍ଷତି ନେଇ ଶନିବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା 30 ତାରିଖ ସୁଦ୍ଧା ଫସଲ କ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ସଫଳ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରିନଥିବା ଚାଷୀ ଏହି କ୍ଷତିପୂରଣ ପାଇବେ। ପରବର୍ତ୍ତୀ ଖବର, ରାଜ୍ୟରେ ବୃଦ୍ଧି ପାଇବ ମଦ ଦର, ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ। ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେଇ ଜୋର ଧରିଛି ଚର୍ଚ୍ଚା। ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ରାଜ୍ୟରେ ବଢ଼ିବ କି ମଦ ଦର? ମଦକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ମଦ ଦର ବୃଦ୍ଧି ନେଇ ଫାଇସଲା ଫିକ୍ସେସନ କମିଟି ରିପୋର୍ଟ ଆସିଛି। ଏହା ଉପରେ ସରକାର ନିଷ୍ପତ୍ତି ନେବେ। ପରବର୍ତ୍ତୀ ଖବର, ଅର୍ଥନୈତିକ ସଂସ୍କାର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶନିବାର 28 ଡିସେମ୍ବର 2024ରେ ନିଗମ ବୋଧ ଘାଟରେ ରାଷ୍ଟ୍ରପତି ସମ୍ମାନରେ ଶେଷ ବିଦାୟ ଦିଆଯାଇଛି। ତାଙ୍କ ଶବ ହାହ ସ୍ଥାନ ଏବଂ ତୁଷ୍ଟି ସ୍ଥାନକୁ ନେଇ ରାଜନୀତି ଏବେ ଜୋର ଧରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ଅର୍ଥନୈତିକ ସଂସ୍କାର ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ଦାବି ମାନିଲେ ମୋଦି ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଡିସେମ୍ବର 25 ତାରିଖରେ ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତୁର୍ତ ଉଦ୍ୟୋଗରେ ସରକାର ସ୍ଥାନ ବଣ୍ଟନ କରିବେ। ମନ୍ତ୍ରାଳୟ କହିଛନ୍ତି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଡକ୍ଟର ମନମୋହନ ସିଂ ପରିବାରକୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି। ପରବର୍ତ୍ତୀ ଖବର, ଫେବୃଆରୀ 28 ତାରିଖରୁ ନୁହେଁ ବରଂ ଆଉ 15 ଦିନ ମଣ୍ଡି ଖୋଲା ରହିବ। ଆଉ 15 ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। କହିଛନ୍ତି, ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏନେଇ ଚାଷୀମାନେ ବିଳମ୍ବ ନ ହେବାକୁ ମନ୍ତ୍ରୀ ଅପିଲ କରିଛନ୍ତି। କ୍ଷତିପୂରଣ ଆକଳନ କରି
କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୁଣି ଚାଷୀଙ୍କୁ ବର୍ଷା ଚିନ୍ତା। ପଶ୍ଚିମ ଝଡ଼ ପ୍ରଭାବରେ 2 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। 2 ଦିନ ଅସୀମିତ ପରେ ପୁଣି ବର୍ଷା ବଢ଼ାଇଛି ଚିନ୍ତା। ପଶ୍ଚିମ ଝଡ଼ ପ୍ରଭାବରେ 2 ଦିନ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଓ ଅଧିକ ଜିଲ୍ଲା, ଉତ୍ତର ପଶ୍ଚିମ ଓଡ଼ିଶା କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ପଶ୍ଚିମ ଝଡ଼ ପ୍ରଭାବରେ ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ପରବର୍ତ୍ତୀ ଖବର। ମହିଳାଙ୍କ ପାଇଁ ଖୁସି ଖବର। ମାର୍ଚ୍ଚରେ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି ଟଙ୍କା ସୁଭଦ୍ରା ଟଙ୍କା। ଜାନୁଆରୀ ଶେଷ ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ମାର୍ଚ୍ଚରେ ଏକାସାଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତୃତୀୟ ପର୍ଯ୍ୟାୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାୟରେ ଅପେକ୍ଷା କରି ରହିଛନ୍ତି ଅନେକ ହିତାଧିକାରୀ। କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର 25 ଦେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି। ତେବେ ଏନେଇ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟକୁ ନେଇ କୁହାଯାଇଛି ଯେ ଏହି ଟଙ୍କା ଆସନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ।